ବାପାଙ୍କର ବହୁତ ପ୍ରିୟ ହେଲା ଘାଣ୍ଟ। ବାପା କାଲି ରାତିର ପୋଇ ଶାଗ କିଣିକି ଆଣିଥିଲେ। ଆଜି ତ ବାର ଅଛି, ସେନାକି ମୁଁ କହିଲି ଆଜି କ'ଣ କରିବି ଭାବିକି କହିଲି ଗୋଗୁଆ ଶୁଖୁଆ ଅଛି ତାକୁ ପକେଇକି ଘାଣ୍ଟ କରିଦେବି। ମୁଁ ସକାଳୁ ସକାଳୁ କ'ଣ କଲି ନା ସବୁ ଯୋଗାଡ଼ି ଦେଇକି ଘାଣ୍ଟ ବସେଇଦେଲି। ଦେଖନ୍ତୁ ମୋ ଘାଣ୍ଟ ସିଝିଗଲା ପରେ ସିଝିଗଲାଣି। ଆପଣମାନଙ୍କୁ କାହାକୁ ଗୋଗୁଆ ଶୁଖୁଆ ଘାଣ୍ଟ ଭଲ ଲାଗେ ପୋଇ ଶାଗ ସାଙ୍ଗରେ ମୋତେ କମେଣ୍ଟରେ ଜଣାଇବେ। ଦେଖନ୍ତୁ ମୁଁ ଶୁଖୁଆକୁ ବି ଧୋଇ ଦେଇଛି, ତେଲରେ ତାକୁ ଭାଜିଦେବି ଲୁଣ ହଳଦୀ ଟିକେ ପକେଇ ଦେଇକି ଟିକେ ଭଲସେ ଲାଲ କରି ଭାଜି ଦେଇଛି। ଏପଟେ ବୋଉ ଆମ ବାବୁ ବାପାଙ୍କର ପୁରା କାମରେ ବ୍ୟସ୍ତ, ମିଠା କାମ ଚାଲିଛି। ଆମ ଘରେ ତ ପ୍ରବଳ କାମ, ସବୁବେଳେ କାମ। ଆପଣମାନେ ଦେଖନ୍ତୁ ମୁଁ ତେଲ ପକେଇ ଦେଇଛି, ଜିରା ଫୁଟେଇ ଦେଇଛି, ତା ସହିତ ପିଆଜ ଆଉ ଶୁଖିଲା ଲଙ୍କା ତ ନିହାତି ପଡ଼ିବ, କାହିଁକିନା ତା ସେଣ୍ଟ ଅଲଗା ପ୍ରକାର। ତାପରେ ଅଦା ରସୁଣ ପେଷ୍ଟ ପକେଇ ଦେଇଛି। ଆପଣମାନେ ରସୁଣ ଦେଇକି ବି ଛୁଙ୍କି ପାରିବେ। ଦେଖନ୍ତୁ ମସଲାଟାକୁ ଭଲ ଭାବରେ ଟିକେ କଷିଦେବି। ଟମାଟୋ କାଟିକି ପକେଇଦେବି। ଟମାଟୋ ତ ସବୁଥିରେ ପଡ଼ୁଛି ଆଉ, ଯେତେ ରେଟ୍ ହଉ ଏବେ ତ ଟମାଟୋ କିଲୋ 80 ପହଞ୍ଚିଲାଣି। ଆପଣମାନେ ଦେଖନ୍ତୁ ମସଲାଟା ଭଲ ଭାବରେ ଟିକେ କଷିଦେବେ। ସିଝେଇଥିବା ଘାଣ୍ଟକୁ ଢାଳିଦେବେ। ଆଉ ତ ପୁରା ଘାଣ୍ଟ ପୁରା ରେଡ଼ି ହେଇଗଲାଣି। ତାପରେ ଲାଷ୍ଟରେ ଶୁଖୁଆକୁ ବି ଢାଳିଦେବେ। ଘାଣ୍ଟ ପୁରା ମସଲା କଷି ଦେଇ ସାରିଲା ପରେ ଲାଷ୍ଟରେ ଶୁଖୁଆକୁ ଦେବେ, ନହେଲେ ମସଲା କଷିଲା ବେଳେ ବି ଶୁଖୁଆକୁ ଦେବେ। ଯାହା ବି ଯେମିତି କଲେ ଭଲ ଲାଗିବ। ଆପଣମାନଙ୍କୁ ମୋ ଘାଣ୍ଟଟା କେମିତି ଲାଗୁଛି କମେଣ୍ଟରେ ଜଣାନ୍ତୁ। ଆପଣ ବି ଥରେ ମାନେ ରୋଷେଇ କରି ଖାଆନ୍ତୁ ଏମିତିକା ଶୁଖୁଆ ସହିତ ପୋଇ ଶାଗକୁ। ଆଜି ଭାତ ମାନେ ରୁଚିଯିବ ପୁରାପୁରି। କେମିତି ଲାଗୁଛି? ରହୁଛି, ବାଏ।